ଗୁରୁ ଦ୍ରୋଣ କୌରବ ଏବଂ ପାଣ୍ଡବମାନଙ୍କୁ ଶିକ୍ଷା ପ୍ରଦାନ କରୁଥାନ୍ତି। ଏହି ସମୟରେ ସେ କହିଲେ, ଶିଷ୍ୟଗଣ, ତୁମେମାନେ ଯାଅ, ସଂସାରରେ ସବୁଠାରୁ କିଏ ଭଲ ମଣିଷ ଏବଂ ସଂସାରରେ ସବୁଠାରୁ କିଏ ଖରାପ ମଣିଷ ଖୋଜିବ ଏବଂ ଖୋଜି ଆସି ମୋତେ ଜଣାଇବ। ଶିଷ୍ୟମାନେ ଏହା ଶୁଣି କାମରେ ଲାଗିପଡ଼ିଲେ। କୌରବମାନଙ୍କ ଭିତରେ ଦୁର୍ଯ୍ୟୋଧନ ଥିଲେ ବଡ଼ ଭାଇ। ତାଙ୍କୁ ସମସ୍ତଙ୍କ ଭିତରେ କିଛି ନା କିଛି ଖରାପ ଗୁଣ ଦେଖାଯାଉଥିଲା। ତେଣୁ ସେ ଗୁରୁଜୀଙ୍କୁ ଆସି ଜଣାଇଲେ, ଗୁରୁଜୀ, କୌଣସି ମଣିଷ ସମ୍ପୂର୍ଣ୍ଣ ରୂପେ ଭଲ ନୁହେଁ। ତା ମଧ୍ୟରେ କିଛି ନା କିଛି ଖରାପ ଗୁଣ ରହୁଛି। ବରଂ ମୁଁ କହିବି, ସଂସାରରେ ସମସ୍ତେ ଖରାପ। ଯୁଧିଷ୍ଠିର ଆସି ଜଣାଇଲେ, ଗୁରୁଜୀ, ମୋତେ ସମସ୍ତଙ୍କ ବିଷୟରେ କିଛି ନା କିଛି ଭଲ ଗୁଣ ଦେଖାଯାଉଛି। ସମସ୍ତେ ଭଲ। ସବୁ ମଣିଷଙ୍କ ଭିତରେ କିଛି ନା କିଛି ଭଲ ଗୁଣ ରହିଛି।